ଯୌତୁକ ପାଇଁ ଗଲା ଆଉ ଏକ ନିରୀହ ଜୀବନ। ଝିଅକୁ ହରାଇ କାନ୍ଦି କାନ୍ଦି ନ୍ୟାୟ ମାଗୁଛନ୍ତି ବାପଘର ଲୋକେ। ସୁମିତ୍ରାଙ୍କ ପାଇଁ କାଳ ସାଜିଲା ପ୍ରେମ ବିବାହ। ପ୍ରତ୍ୟେକ ଦିନ ଦେଉଥିଲେ ନିର୍ଯାତନା, ଶେଷରେ ନେଇଗଲେ ଜୀବନ। ପ୍ରେମ କରି ବିବାହ କରିବା ହେଲା କାଳ। ପ୍ରଥମେ ଯୌତୁକକୁ ନେଇ ପ୍ରତ୍ୟେକ ଦିନ ଅନେକ ପ୍ରକାର ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ବେଳେ ଏବେ ହତ୍ୟା କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ନାନାପୁର ଗାଁରେ। ମୃତ ମହିଳାଙ୍କ ନାମ ସୁମିତ୍ରା ସାମଲ, ବାପଘର କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ମନ୍ତ୍ରୀ ସାହି ଗାଁରେ। ଖବର ଅନୁଯାୟୀ 2020 ମସିହାରେ ମାଗୁଣୀ ସାମଲଙ୍କ ଝିଅ ସୁମିତ୍ରା ସାମଲ ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ନାନାପୁର ଗାଁର ସୁଦର୍ଶନ ପାତ୍ରଙ୍କ ବଡ଼ ପୁଅ ସୁବ୍ରତ ପାତ୍ରଙ୍କୁ ବିବାହ କରିଥିଲେ। ସୁମିତ୍ରାଙ୍କର 2ଟି ପୁତ୍ର ସନ୍ତାନ ରହିଛି। ତେବେ କିଛି ଦିନ ସଂସାର ବେଶ ସୁରୁଖୁରୁରେ ଚାଲିଥିଲା। ପରେ ଆସିଥିଲା ଯୌତୁକ ଜନିତ ତିକ୍ତତା, ଯାହା ଏବେ ହତ୍ୟାର ରୂପ ନେଇଛି। ଝିଅକୁ ହତ୍ୟା କରାଯାଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ସୁମିତ୍ରାଙ୍କ ବାପା ମାଗୁଣୀ ସାମଲ, ମା ଓ ଭଉଣୀ। ଝିଅକୁ ହରାଇ ଘରେ ବେଶ ଶୋକାକୁଳ ପରିବେଶ। ସେପଟେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ ଏବଂ ଗଣମାଧ୍ୟମ ସମ୍ମୁଖରେ ନ୍ୟାୟ ପାଇଁ କାନ୍ଦି କାନ୍ଦି ରାଜ୍ୟ ସରକାରଙ୍କୁ ଗୁହାରି କରିଛନ୍ତି। ତେବେ ଘଟଣାଟି ଜୁନ୍ 16 ତାରିଖରେ ଘଟିଥିବା ବେଳେ ପୋଲିସ ପାଖରେ ଆତ୍ମସମର୍ପଣ କରିଛି ମୃତ ସୁମିତ୍ରାଙ୍କ ସ୍ୱାମୀ ସୁବ୍ରତ ପାତ୍ର। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଝିଅ ମୃତ୍ୟୁ ପଛର କାରଣ ରହିଛି ଯୌତୁକ। ଝିଅର ଶାଶୁ, ନଣନ୍ଦ, ସ୍ୱାମୀ ଓ ଶ୍ୱଶୁର ଅନେକ ସମୟରେ ଯୌତୁକକୁ ନେଇ ଝିଅକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଆଜି ଜୀବନ ନେବାକୁ ମଧ୍ୟ ସେମାନେ ପଛାଇଲେ ନାହିଁ। ଝିଅ ସୁମିତ୍ରାକୁ ତାଙ୍କ ଶାଶୁଘର ଲୋକେ ମାରିଥିବା ସେମାନେ ଅଭିଯୋଗ କରିଛନ୍ତି ଏବଂ ଏ ହତ୍ୟା ପଛରେ ସମ୍ପୃକ୍ତ ରହିଥିବା ଶାଶୁ, ଶ୍ୱଶୁର, ନଣନ୍ଦ ଓ ସୁମିତ୍ରାଙ୍କ ସ୍ୱାମୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ସେପଟେ ପୋଲିସ ପକ୍ଷରୁ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ସୁମିତ୍ରାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା। ସୁମିତ୍ରା ସାମଲ ମୋ ପିଲାକୁ ମାରି ଦେଇଛନ୍ତି ପୁରୀ। ସଦାବେଳେ ତାକୁ ଲୋକ ହସା କରନ୍ତି, ଖୁଆଇ ଦଅନ୍ତିନି, ପିଆଇ ଦଅନ୍ତିନି, କାମ ଖଟି ଖଟିକା ମୋ ପିଲା ମାଇଲା। ତାକୁ ମାରି ଦେଇଛନ୍ତି। ସଦାବେଳେ ଏଇଟା ଆଇଲାନି ତାକୁ ମାରି ଦେଇଛନ୍ତି। ତା ଶାଶୁ, ନଣନ୍ଦ, ସ୍ୱାମୀ ମିଶିକି ସବୁ ମାରି ଦେଇଛନ୍ତି। ତା ଶ୍ୱଶୁର କେତେ ଥର କଟୁରୀ ଧରିକି ପଳେଇଛି ତାକୁ ହାଣିବ ବୋଲିକି। ତା ଜ୍ୱାଇଁ କେତେ ଥର ମାରିଛି, ଏଇଟା ଦେଲେନି କହିକି ସଦାବେଳେ ମାରନ୍ତି। ଥରେ ରୁଷିକି ଆସିଲା, ମୋ ଝିଅ ବର୍ଷକାର ମସଲା କମ୍ପାନୀରେ ରହିକି ମୋ ପିଲା ତା ପୁଅକୁ ପୋଷିଛି। ସଦା ଆମେ ଚାହୁଁଛୁ ଯେ ମୋ ନାତି 2ଟା ଆସିବେ, ଆଉ ଆମେ ତାଙ୍କୁ ଥାନାରେ ପୁରେଇବୁ। ସିଏ କହୁଛନ୍ତି ଯେ ତମ ଭଉଣୀ ମରିଯାଇଛି, ତମ ଝିଅ ମରିଯାଇଛି, ଆଉ ନିଜେ ଆତ୍ମହତ୍ୟା କରିଦେଇଛି, ଆମେ ତାକୁ ମାରିନୁ। ଆପଣ ଆମକୁ ନ୍ୟାୟ ଦିଅନ୍ତୁ। ମନ୍ତ୍ରୀ ସାହି ସାର୍, ମୋ ଝିଅ ବିବାହିତ ଭଲ ପାଇକି ନାନପୁର ସୁବ୍ରତ ପାତ୍ର ସାର୍ ଭୁବନେଶ୍ୱର ଥିଲା ବେଳେ ତା ମା ଆସିକି ସେ ଆମକୁ ଫୋନ ଫାନ କଲା। ସାର୍ ମୋ ସ୍ତ୍ରୀ ଯାଇଥିଲା, ଆଉ ଜଣେ ମୋର ଭେଣେଇ ଯାଇଥିଲା। ତା ମାଆକୁ ଆଗରେ କାନ୍ଦିକି କହିଲା, ସାର୍ ମୁଁ ଆକୁ ବିବାହ ନହେଲେ ମା ମୁଁ ତାକୁ ମରିଯିବି। ମୋ ଝିଅକୁ ଛାଡ଼ିଲେ ନେଇ ଆଣିକି ମାଉସୀ ଘରେ ଖୋର୍ଦ୍ଧାରେ 15 ଦିନ ରଖିଲେ। 15 ଦିନ ପରେ ଆମକୁ କହି ପଠେଇଲେ, ସେଇଠି ଆମର ବିବାହର ହବ। ବିବାହର ଆମକୁ ଏଠେଇ କହିକି ତାଙ୍କ ଘରେ ଟିକେ ନେଲେ। ସାର୍ ଆମ ଗାଁରୁ 10-20-25 ଜଣ ଯାଇଥିଲୁ ବିବାହ କରିକି ଦୁଃଖେ ସୁଖେ ଆଇଲୁ। ସାର୍ କିଛି ଦିନ ପରେ ତା ସାଥିରେ ଝଗଡ଼ା ଲଗେଇଲେ। ଝିଅ କହିଲା, ମୁଁ ଯାହା ମୁଁ ଦୁଃଖେ ସୁଖେ ଦେଇଛି, ମୁଁ କିଛି ଦିନ ପରେ ତାକୁ ଖଟ, ଆଲଣା, ଡ୍ରେସିଂ ଟେବୁଲ ଆଉ ଗଡ଼ରେଜ ଆଉ ଏମିତି କିଛି ମୁଁ ଦେଇଥିଲି। ରସ ଜିନିଷ ସହଜ ଗୋଟେ ସଜ ଦେଇଥିଲି, ଷ୍ଟିଲ ସଜ ଗୋଟେ ଦେଇଥିଲି। ସାର୍ ଏମିତି କିଛି ଦିନ ଚଳିଲା। ସାର୍ କିଛି ଦିନ ପରେ ପୁଅଟି ହେଲା ପରେ ଆଜ୍ଞା ଯାଇଥିଲୁ, ମୋର ପରିବାର ଯାଇଥିଲେ, ଯାହା ଦୁଃଖେ ସୁଖେ ସବୁ ଦେଇକି ଆସିଲା ପରେ ତା ମାଉସୀ 2 ଜଣ କହିଲେ ଇଏ ତ ସାର୍ କହୁନ୍ତି ସୋଫା ସେଟ୍ କାହିଁ, ଆଉ ଗୋଟେ ଆଜ୍ଞା ଡାଇନିଂ ଟେବୁଲ କାହିଁ, ତା ନଣନ୍ଦ ତା ମାଉସୀ 2 ଜଣ ବହୁତ ଝଗଡ଼ା ଚେନ କାହିଁ, ଏମିତି ଆଜ୍ଞା ବହୁତ ପ୍ରକାର କହିଲେ। ଝିଅ ସାଥେ ଧିକ୍କାରିଲେ। ଏବେ ଆଜ୍ଞା ମୋ ଝିଅକୁ ନେଇକି ଏବେ ଆଜ୍ଞା ଏଇ ମାରି ଦେଇଛନ୍ତି ଆଜ୍ଞା ତାକୁ। ଆଜ୍ଞା ମୋ ଝିଅକୁ ପଚାରିଲେ, ଝିଅକୁ ଫୋନ କରି ପଚାରିଲେ, କହିଲେ ଝିଅରେ ଆଉ ତମେ ମୋ ଝିଅ ପାଖକୁ ଫୋନ କଲେ, ଝିଅ ତମ ଝିଅ ଶୋଇଛି। ମୋ ଝିଅ କହିଲା ନା ଉଠଉନ, ନା ନାହିଁ ତା ଦେହ ଭଲ ନାହିଁ। ଆଜ୍ଞା ଏତିକି କହିକି କିଛି ଦିନ ଆଉ ସମୟ ପରେ
କହୁଛନ୍ତି ତମ ଝିଅ ଦୌଡ଼ି ଦେଇଛି। ଆମେ ଆଜ୍ଞା ଏଠୁ ପରିବାର ସମେତ ନେଇକି ଗଲା ବେଶିକି ମୋ ଝିଅକୁ ଆଜ୍ଞା ଦେଖିକି ତଣ୍ଟି ଚିପି ଦେଇକି ମାରି ଦେଇଛନ୍ତି ଆଜ୍ଞା। ତା ଶାଶୁ ଆଉ ତା ଶ୍ୱଶୁର ତା ନଣନ୍ଦ ଆଉ ତା ଜୁଆଇଁ ମାରି ଦେଇକି ତା ଜୁଆଇଁ ଯାଇକି ଆଜ୍ଞା ସରେଣ୍ଡର ହେଇଯାଇଛି ସାର୍। ଆଜ୍ଞା ମୁଁ ରେଫର ଦେଇକି ଆଇଛି। ଏବେ ଚାହୁଁଛି ଆଜ୍ଞା ସେମାନଙ୍କୁ ମୋ ନାତିକି ଦିଅନ୍ତୁ ଆଉ ସେମାନଙ୍କୁ ଗିରଫ କରନ୍ତୁ। ସେ ସରକାରଙ୍କ ଆଜ୍ଞା ମୋର ଏତିକି ନ୍ୟାୟ ଦିଅନ୍ତୁ ଆଜ୍ଞା, ମୁଁ ଏତିକି ଅନୁରୋଧ କରୁଛି। ସେମାନଙ୍କୁ କେମିତି ଗିରଫ କରାଯାଉ। ପୋଲିସ କହୁଛି ରିପୋର୍ଟ ନ ଆସିଲେ ଆମେ ତାଙ୍କୁ ବାନ୍ଧି ପାରିବୁନି ଆଜ୍ଞା। ସେ ମରଣ ରିପୋର୍ଟ ପୋଷ୍ଟମର୍ଟମ ରିପୋର୍ଟ ଆଜ୍ଞା। ଭଉଣୀ ନାଁ ହଉଛି ସୁମିତ୍ରା ପାତ୍ର, ମୋ ନାଁ ହଉଛି ବେବି ସାମଲ। ଅଭିଯୋଗ ଭଉଣୀ କି ବାଡେଇକି ମାରି ଦେଇଛନ୍ତି। ଶାଶୁ ଶ୍ୱଶୁର ସ୍ୱାମୀ ନଣନ୍ଦ ଯୌତିକ ନିର୍ଯାତନାରେ ସଦାବେଳେ ବାଡା ମାରା କରନ୍ତି। ଭଉଣୀ ଆସିକି ମୋର ଏଠି ବର୍ଷେ ରହିଥିଲା। ତା ପିଲାକୁ ଧରିକି ତା ଶାଶୁ ଆଉ ତା ସ୍ୱାମୀ ଆସିକି ତାକୁ ଜବରଦସ୍ତି କହିଲେ ତୁ ଆସେ, ଯଦି ନ ଆସିବୁ ତୋ ସାଙ୍ଗରେ ମୁଁ କିଛି ସମ୍ପର୍କ ରଖିବିନି। ସଦାବେଳେ ମାନେ ତାକୁ ନିର୍ଯାତନା ଦିଅନ୍ତି। ତା ମାଉସୀ ହେରିକା ସଦାବେଳେ ବାଡା ମାରା କରନ୍ତି। ଏବେ ଭଉଣୀ ମୋର ସାନ ଭଉଣୀ ମୋର ରଜକୁ ଭାର ନେଇକି ଯାଇଥିଲା। ତା ବାସି ଦିନ କହିଲେ, ରାତିରେ ଫୋନ କଲା ଭଉଣୀ ଭଲରେ ହସ ଖୁସିରେ କଥାବାର୍ତ୍ତା ହେଲା। ସକାଳ ପାଇଲା ଗୁଣୁ ସ୍ୱାମୀ କହୁଛି ତମ ଭଉଣୀ ଶୋଇଛି ଆଉ କଣ ପାଇଁ ଉଠୁନି। ତାପରେ କହୁଛି କଣ ଖାଇ ଦେଇଛି, କାନରୁ ବ୍ଲଡ ବାହାରି ପଇଲାଣି। ତାପରେ ତା ସ୍ୱାମୀ ଫୋନ କାଟିଦେଲା। ଶାଶୁ କହୁଛି ଯେ ଆଉ ତମ ଭଉଣୀ ଦୌଡି ଦେଇକି ମରି ଯାଇଛି, ହଗି ମୁତି ପକେଇଛି। ଆମେ ଯେତେବେଳେ ଗଲୁ ବାପା ହେରିକା ସମସ୍ତେ ପରିବାର ଫ୍ୟାମିଲି ଗଲୁ ଯେତେବେଳେ, ସେତେବେଳେ ଘରେ କେହି ବି ଦେଖା ଦର୍ଶନ ନାହାନ୍ତି। ଶାଶୁ ଶ୍ୱଶୁର ନଣନ୍ଦ ସ୍ୱାମୀ ଆଗୁଆ ଯାଇକି ଜେଲରେ ସରେଣ୍ଡର ହେଇଯାଇଛି। ଆଉ ପିଲା ତା କେହି ବି ଫ୍ୟାମିଲି ନାହାନ୍ତି। ଭଉଣୀ ମୋର ପଡିଛି, ତା କାନ ମାନେ ଗିରିରୁ ପୁରା ବ୍ଲଡ ବାହାରି ଯାଇଛି। ଘର ଦ୍ୱାର ବ୍ଲଡ ପଡିଛି, ବେକ ବେକ ଫାଟି ଯାଇଛି। ସ୍ୱାମୀ ଶାଶୁ ନଣନ୍ଦ ସମସ୍ତେ ତାକୁ ତଣ୍ଟି ଚିପିକି ମାରି ଦେଇଛନ୍ତି। ଆମେ ଚାହୁଁଛୁ ଯେ ମୋ ଭଉଣୀ କି ନ୍ୟାୟ ମିଳୁ। ଶାଶୁ ଶ୍ୱଶୁର ସ୍ୱାମୀ ନଣନ୍ଦ ସବୁ ଜେଲ ଯାଆନ୍ତୁ। ଆମ ପିଲା ଦିଟାକୁ ଦିଅନ୍ତୁ। ମୋ ଭଉଣୀ କେତେ କଷ୍ଟ କରିକି ପାଳିଛି, ଆମେ ତାଙ୍କୁ ରଖିକି ତାଙ୍କୁ ପାଳି ପୋଷି ମଣିଷ କରିବୁ। ସୁଧା ମନ୍ତ୍ରୀ ସାହି। କଣ ଅଭିଯୋଗ କଣ? ନାତୁଣଟି ଆମ ଘର ପାଖର, ତାକୁ ସମ୍ପୂର୍ଣ୍ଣ ମାରି ଦେଇଛନ୍ତି। ତା ଶ୍ୱଶୁର ଘର ବଂଶ ମାରି ଦେଇଛନ୍ତି। ଆମେ ଶୁଣିପାଇଲୁ କିନ୍ତୁ ମାରି ଦେଇଛନ୍ତି। ଆମ ଗାଁ ବାଲା ସବୁ ଯାଇଥିଲେ। ସେ ଝିଅକୁ ଯେତେବେଳେ ମାରିଛନ୍ତି ତାକୁ ନ୍ୟାୟ ମିଳୁ, ସରକାର ନ୍ୟାୟ ଦଉ, କେବଳ ଆମର ଏତିକି ଅନୁରୋଧ। ସେ ଯୌତୁକ ନିର୍ଯାତନା ପାଇଁ ମାରିଛନ୍ତି, ଆଉ କଣ ବି ମାରିଛନ୍ତି? ସେଇଥିପାଇଁ ମାରିଛନ୍ତି, ଆଉ କଣ ମାରିଛନ୍ତି? ସେ ତ ବହୁତ ଝଗଡ଼ା ଝାଣ୍ଟି ହେଇଥିଲା, ଏବେ ଆସିକି ଦବା ପରେ ମାରି ଦେଇଛନ୍ତି ଆଉ କଣ। 2020 ମସିହାରେ କଟକ ଜିଲ୍ଲା ବାଙ୍କୀ ଥାନା ମନ୍ତ୍ରୀ ସାହିର ସୁମିତ୍ରା ସାମଲ ପିପିଲି ଅଞ୍ଚଳର ସୁବ୍ରତ ନାମକ ଯୁବକକୁ କରିଥିଲେ ପ୍ରେମ ବିବାହ। ଏହାରି ମଧ୍ୟରେ ବିତି ସାରିଛି 6 ବର୍ଷ। ଏବେ ସୁମିତ୍ରାଙ୍କ ମୃତ୍ୟୁ ଘଟିଛି। ତ ଏବେ ବି ସୁମିତ୍ରାଙ୍କ ମୃତ୍ୟୁ କ'ଣ ପାଇଁ ଘଟିଛି ତାହା ରହିଛି ଅସ୍ପଷ୍ଟ। ଶବ ବ୍ୟବଚ୍ଛେଦ ରିପୋର୍ଟ ହିଁ ସ୍ପଷ୍ଟ କରିବ ସୁମିତ୍ରା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି। କଟକ ଜିଲ୍ଲା ବାଙ୍କୀ ମନ୍ତ୍ରୀ ସାହିରୁ ମନୋଜ କୁମାର ଦଳେଇ, ଚର୍ଚ୍ଚା ନ୍ୟୁଜ୍।